ନବଗ୍ରହ ଶନି ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ ଏବଂ କମିଟି ଗଠନ। ସୂଚନା ଅନୁଯାୟୀ ଯମନିକିରା ବ୍ଲକ ଅନ୍ତର୍ଗତ ପୁକୁଡ଼ା ନର୍ମଦେଶ୍ୱର ମନ୍ଦିର ପ୍ରାଙ୍ଗଣରେ ନବନିର୍ମିତ ନବଗ୍ରହ ଶନି ମନ୍ଦିର ପ୍ରତିଷ୍ଠା ପାଇଁ ଆଜି ଦିଲ୍ଲୀପ ପଟେଲଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଫେବୃଆରୀ 6 ତାରିଖରେ ହେବାକୁ ଥିବା ପ୍ରତିଷ୍ଠା ଉତ୍ସବକୁ କିପରି ସୁଚାରୁ ରୂପେ ପାଳନ କରାଯିବ ସେ ନେଇ ଆଲୋଚନା ହୋଇଥିଲା। ଶ୍ରୀ କେଦାରନାଥ ବରିହାଙ୍କୁ ମନ୍ଦିର କମିଟି ସଭାପତି ଭାବେ ଚୟନ କରାଯାଇଥିବା ବେଳେ ଶ୍ରୀକାନ୍ତ ପଟେଲ ଉପସଭାପତି, ଜୟନ୍ତ କୁମରା ସମ୍ପାଦକ, ଆକାଶ ନାୟକ ସହ ସମ୍ପାଦକ ଏବଂ ଶୁଭମ ନାୟକ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା। ଉକ୍ତ ବୈଠକରେ ଆଖପାଖ 10ଟି ଗ୍ରାମର କମିଟି ସଭ୍ୟା ଯୋଗ ଦେଇଥିଲେ। ଯମନକିରାରୁ ହେମନ୍ତ ଭୈସାଙ୍କ ରିପୋର୍ଟ, ସନ୍ଧାନ ନ୍ୟୁଜ। कुमार पटेल कासमाल रहे आज का नवग्रह शनि मंदिर प्रतिष्ठा लगी आज इठाने गोटे प्रस्तुति बैठकटा होता प्रतिष्ठाटा फेब्रुआरी 6 तारिख 7 तारिख हबार योजना रखाही। लगे गोटे कमिटी गठन कराई। आमर एरिया 5-6टा गाँव रमार गोटे बसिक गोटे आलोचना कर जनता आगे फेर बढ़ी पार्बा से आलोचना चली। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।